ତେଣୁ ସେ ପ୍ରଭାବ ଉପରେ ଆଉ ଟିକେ କହିବା ଆଲୋକ ଛାୟା ଏ ଦିଟାର ପ୍ରଭାବ। ଆଲୋକର ପ୍ରଭାବ ଯାହା, ଛାୟାର ପ୍ରଭାବ ସେୟା କି? ଆପଣ ମାନେ କୁହନ୍ତୁ। ଆପଣ ଖରାରେ ଯାଉଛନ୍ତି, ଓହୋ ଦେହ ପୋଡ଼ିଗଲା, ଯାଇକି ଛାଇରେ ଠିଆ ହେଇଯିବେ। କାହିଁକି? କାହିଁକି? କାହିଁକିନା ଆମ ବଡି ରେସ୍ପନ୍ସ ନଉଛି ନା, ଆମେ ଯିବ। ତେଣୁ ଯେତେବେଳେ ଗୋଟେ ଛାଇ ପଡୁଛି ସେତେବେଳେ ଗୋଟେ ପ୍ରଭାବ ପଡୁନି? ନିଶ୍ଚୟ ଭାବରେ ପ୍ରଭାବ ପଡୁଛି। ଏବଂ ସୂର୍ଯ୍ୟାଲୋକ ପୁରା ସ୍ପେସରେ ଚାରିଆଡେ ଖେଳେଇକି ସବୁବେଳେ ପାଇଁ ରହିଛି। ଆମ ପୃଥିବୀ ଘୁରିଲା ବେଳେ କୋଉ ପଟ ଛାଇରେ ରହିଲା, କୋଉ ପଟ ଆଲୋକ ରହିଲା, ସେଇଟା ହଉଛି ଖେଳ। ତେଣୁ ଯେତେବେଳେ ଛାଇ ମାଡ଼ିଯାଏ, ଯେତେବେଳେ ଗୋଟେ ଅନ୍ଧାର ମାଡ଼ିଯାଏ, ସେତେବେଳେ କଣ ହୁଏ ନା କିଛି ଜୀବାଣୁ ବିଷାଣୁ ଏଗୁଡା ସବୁ ବୃଦ୍ଧି ପାଆନ୍ତି, ଯୋଉମାନେ ଅଧିକ ତାପମାତ୍ରାରେ ବୃଦ୍ଧି ପାଆନ୍ତି। ତେଣୁ ତାଙ୍କର ପ୍ରକ୍ରିୟା, ବିଷ ପ୍ରକ୍ରିୟା ଖାଦ୍ୟ ପଦାର୍ଥରେ ରହିଥାଏ। ତେଣୁ କଣ ଭୁଲ କହିଦେଲା ଆମର ପୂର୍ବପୁରୁଷ, ଆମର ଶାସ୍ତ୍ରଜ୍ଞ ଯୋଉମାନେ ଶାସ୍ତ୍ର ଲେଖିଛନ୍ତି, ସେ କହିଦେଲେ ଖାଇବା ପାକ ନିଷେଧ ଟିକେ ରଖିଦବ। କଣ ମରିଯାଉଛୁ ଆମେ ନ ଖାଇଲେ? ପାକ କରିକି ନ ଖାଇଲେ ଆମେ କଣ ମରିଯାଉଛୁ ଗୋଟେ ଦିନରେ? ନାଇଁ ନା। ଟିକେ ମାନି ନେଲେ ଆମେ ସେ ପ୍ରଭାବରୁ ବଞ୍ଚିଯିବା। ପ୍ରତ୍ୟେକ ଜିନିଷର ପ୍ରଭାବ ଅଛି। ଆମ ଶବ୍ଦର ଗୋଟେ ପ୍ରଭାବ ଅଛି। ମୁଁ ଆପଣଙ୍କୁ ଭଲ ଲାଙ୍ଗୁଏଜରେ କହୁଛି, ଆପଣ ଭଲ ଫିଲ୍ କରୁଛନ୍ତି, ମୁଁ ଆଜ୍ଞା ABCD କହିବି, ଆପଣ ସାଙ୍ଗେ ସାଙ୍ଗେ ରାଗିକି ଜୋତା ଫୋପାଡ଼ିବେ। ପ୍ରତ୍ୟେକ ଜିନିଷର ପ୍ରଭାବ ଅଛି। ପ୍ରଭାବ ବିଷୟରେ ବୁଝନ୍ତୁ ନା। ତେଣୁ ଯଦି ପ୍ରଭାବ ଅଛି, ପ୍ରଭାବ କଣ? ପ୍ରଭାବରେ ପ୍ରଭାବିତ, ଅଭାବରେ ପ୍ରଭାବିତ, ଦି ପ୍ରକାର ପ୍ରଭାବିତ ଆମେ ହେଇଥାଉ। ଅଭାବରେ ପ୍ରଭାବିତ ହେଇଥାଉ, ପ୍ରଭାବରେ ବି ପ୍ରଭାବିତ ହେଇଥାଉ। ତେଣୁ ଯେତେବେଳେ ଆଲୋକ ହଟିଗଲା, ଛାଇ ଆସିଗଲା, ସେତେବେଳେ ଆଲୋକର ଅଭାବ ହେଲା, ସେ ଗୋଟେ ପ୍ରଭାବ। ଏବଂ ଯେତେବେଳେ ବାୟୁମଣ୍ଡଳର କିଛି ପରିବର୍ତ୍ତନ ଆସିଲା, ଜଳରେ କିଛି ପରିବର୍ତ୍ତନ ଆସିଲା, ପ୍ରକୃତି ତତ୍ତ୍ୱରେ କିଛି ପରିବର୍ତ୍ତନ ଆସିଲା, ପ୍ରଭାବ ରହିଲା ତା ଉପରେ, ତାଙ୍କର ପ୍ରଭାବ ଆମ ଉପରେ ରହିଲା, ପ୍ରଭାବରେ ପ୍ରଭାବିତ ହବା। ତେଣୁ ଦିଟାକ ଠିକ। ଅଭାବରେ ପ୍ରଭାବିତ ହଉଛ, ପ୍ରଭାବରେ ବି ପ୍ରଭାବିତ ହଉଛ। ଆପଣ କହିବେ ଇଏ କି କଥା? ହଉ, ଯଦି ଆକୁ ଆମେ ବୁଝି ନ ପାରୁଛେ, ତାହେଲେ ଆମେ ଆଉ ଗୋଟେ ଜିନିଷ ବି ବୁଝିବା। ଆମେ ଅଛେ କୋଉଠି? ଆମେ ଯାହା ଉପରେ ଅଛେ, ଯୋଉ ପୃଥିବୀ ଉପରେ ଅଛେ, ମହାକାଶରେ ଅଛେ, ପୃଥିବୀ ଉପରେ ତିନିଟା ଫିଲ୍ଡ ଅଛି। ଗ୍ରାଭିଟେସନ ଫିଲ୍ଡ, ଇଲେକ୍ଟ୍ରିକ ଫିଲ୍ଡ, ମ୍ୟାଗ୍ନେଟିକ ଫିଲ୍ଡ। ଇଏ କଣ ଭାଇ? ଆମେ ସାଧୁ ସନ୍ତ ଲୋକ ପାଠ ପଢୁନା, ଆମେ ଆକୁ ବୁଝିପାରୁନୁ। ଆଜ୍ଞା, କ୍ଷେତ୍ର। ଇଲେକ୍ଟ୍ରିକ ଫିଲ୍ଡର ପ୍ରଭାବ ସବୁବେଳେ ଆମ ଉପରେ ପଡୁଛି। ଗ୍ରାଭିଟେସନ ଫିଲ୍ଡ ଯୋଉଟା ମହାକର୍ଷଣ ପ୍ରଭାବ, ସବୁବେଳେ ଯେହେତୁ ସ୍ପେସରେ ଅଛୁ, ସେଟା ସବୁବେଳେ ଆମ ଉପରେ ପଡୁଛି। ଯୋଉ ଆମର ଗ୍ରହ ନକ୍ଷତ୍ର ଦେଖି ଜ୍ୟୋତିଷ ମାନେ କହନ୍ତି, ତ ଶନି ଗ୍ରହର ପ୍ରଭାବ ପଡିଲା, ଶନି ଗ୍ରହ ପାଖାପାଖି ଆସିଗଲା, ତ ଗୋଟେ ଡାଇରେକ୍ଟ ତାର ପ୍ରଭାବ ଟିକେ ଅଲଗା ଆସିଲା। ଫିଜିକ୍ସ ପ୍ରମାଣ ଦଉଛି, ଆଷ୍ଟ୍ରୋଫିଜିକ୍ସ। ଭାଇ ଏ ପାଠ ଅଛି, ପାଠ ଜାଣିକି କଥାବାର୍ତ୍ତା କରିବା ନା, ନ ଜାଣିକି ଅଗୋଲ ମଗୋଲ ସଗୋଲ ଭୁଲ ଜିନିଷଟା ଆମେ ବୁଝେଇଦବା। ଆମକୁ ଆମ ଡେଜିନେସନ, ଆମ ପୋଜିସନ ଦେଖିକି ଆମ କଥାକୁ ଯେକୌଣସି ଅଜଣା ଲୋକ ଗ୍ରହଣ କରିଦଉଛି। ସିଏ ମଟନ ଖାଇଲାଣି, ଆମେ ଖାଇଲେ କିଛି ଅସୁବିଧା ନାହିଁ, ଚାଲିଲା ଗୋଟେ ଅପଭ୍ରଂଶ। ତେଣୁ ଆଉ ଗୋଟେ ଫିଲ୍ଡ ମଧ୍ୟ ଅଛି, ମ୍ୟାଗ୍ନେଟିକ ଫିଲ୍ଡ। ଆମେ ମଧ୍ୟ ମ୍ୟାଗ୍ନେଟିକ ଫିଲ୍ଡରେ ଅଛୁ। ତେଣୁ ଯେତେବେଳେ ଗୋଟେ ଲାଇନରେ ଆସି ଯାଉଛନ୍ତି, ସେତେବେଳେ ଫୋର୍ସଟା ଯୋଉ ଅଧିକ କ୍ରିଏଟ ହଉଛି, ସେତେବେଳେ ଆମ ଫିଲ୍ଡରେ ମଧ୍ୟ ପରିବର୍ତ୍ତନ ଆସୁଛି। ଯେହେତୁ ତିନିଟାକ ଫିଲ୍ଡରେ ପରିବର୍ତ୍ତନ ଆସୁଛି, ସେ ମଧ୍ୟ ଗୋଟେ ପ୍ରଭାବ। ତେଣୁ ସେ ବିଷୟରେ ବହୁତ ଗଭୀର ଆଲୋଚନା କଲେ ଆପଣ ମାନେ ଖାଲି ଏତିକି ଜାଣିଥାନ୍ତୁ, ପ୍ରଭାବ ଆଜ୍ଞା ଅତି ସର୍ଟରେ ମୁଁ ଗୋଟେ ମୂର୍ଖ ମଣିଷ ହିସାବରେ ଯଦି ବୁଝିବାକୁ ଚାହିଁବି, ପ୍ରଭାବ ଅଛି, ଯୋଉଥିପାଇଁ ଆମେ ମାନୁଛେ। ଆମ ଧର୍ମଶାସ୍ତ୍ର ମାନୁଛି, ଆମ ଦିଅ ଦେବତା ପାଖରେ ମାନୁଛନ୍ତି। ଏବେ ଜଷ୍ଟ ଜଣେ ଭାଇ ଆସିଥିଲେ, ମୁଁ ବର୍ତ୍ତମାନ ଜଗନ୍ନାଥଙ୍କ ପଛପଟରେ ବସିକି ଉପସ୍ଥାପନ କରୁଛି। ସେ ଭାଇ କହିଲେ, ନାଇଁ ମନ୍ଦିରଟା ଖୋଲା ରଖିଲନି। ଆରେ ଭାଇ, ଯେତେବେଳେ ସାରା ବିଷୟରେ ପ୍ରଭାବ ପଡୁଛି, ଆମ ଠାକୁର ତ ଜୀବନ୍ତ ନୀଳା କରୁଛନ୍ତି ନା, ଦାନ୍ତ ଘଷୁଛନ୍ତି, ଖାଉଛନ୍ତି, ଜ୍ୱର ହଉଛି, କେତେ କଥା ଆମେ ମାନୁଛେ। ଯେହେତୁ ମାନବୀୟ ଲୀଳାରେ ଅଛନ୍ତି, ତେଣୁ ତାଙ୍କୁ ଘର ଭିତରେ ଟିକେ କ୍ଲୋଜ କରି ରଖିଦେବା ଭଲ ହବ,
ନା ଫାଙ୍କାରେ ବୁଲେଇବା ଭଲ ହବ? ଫାଙ୍କା ପ୍ରଭାବଟା ତାଙ୍କ ଘର ଭିତରୁ ପ୍ରବେଶ କରିବା ଭଲ ହବ? ଆପଣ ମାନେ ଚିନ୍ତା କରି ବୁଝନ୍ତୁ ଭୁଲ କ'ଣ ଠିକ କ'ଣ ଜାଣିପାରିବେ। ପୂଜା କରିବେନି, ଖାଇବାକୁ ଦେବେନି, ଏଇଟା ବୁଝିଗଲେ ଠିକ ଅଛି। କିନ୍ତୁ ତାଙ୍କୁ କ୍ଲୋଜରେ ତାଙ୍କୁ ଟିକେ ଆଇସୋଲେଟେଡ୍ କରି ସେ ଟିକେ ରେଷ୍ଟ ନିଅନ୍ତୁ, ଚୁପଚାପ ବସନ୍ତୁ, କ'ଣ ଅସୁବିଧା ଅଛି? ଆମ ଏ ବାହାରର ଯୋଉ ସରାଉଣ୍ଡିଂର ପ୍ରଭାବଟା କାହିଁକି ତାଙ୍କ ଦ୍ୱାର ଖୋଲା ରଖିଲେ ତାଙ୍କ ଦେହରେ ପ୍ରବେଶ କରିବ? ଏଇଟା ମୁଁ ବିଜ୍ଞାନ ହିସାବରେ କହିବି। କରିବ ନା କରିବନି? ଯଦି ମାନବୀୟ ଲୀଳାରେ ଅଛନ୍ତି ନିଶ୍ଚୟ ଭାବରେ ତାଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼େ। ଆମରି ଭଳିଆ ସେ ମହାଶକ୍ତି ତାଙ୍କଠି ଅଛି, ଆମଠି ଟିକେ ଅନ୍ତରାତ୍ମାର ଅଳ୍ପ ଶକ୍ତି ଅଛି, ଆମେ ତାଙ୍କରି ଶକ୍ତିରୁ ଜନ୍ମ। ତେଣୁ ସେ ପ୍ରଭାବ ପଡ଼ିବ ନା ପଡ଼ିବନି? ଯଦି ପଡ଼ିବ ତାହେଲେ ଆମେ ମହାପ୍ରଭୁଙ୍କୁ କାହିଁ ଆମେ ପ୍ରଭାବିତ କରିବା? ଆମ ମହାପ୍ରଭୁ ଆରାମସେ ରୁହନ୍ତୁ, ସିଏ ବହୁତ ଭଲରେ ରହିଲେ ଆମେ ମଧ୍ୟ ଭଲ ରହିବା। ଏ କଥାଟା ମୋର ବ୍ୟକ୍ତିଗତ ଜ୍ଞାନରୁ ମୁଁ ସେୟାରିଂ କରୁଛି ଆପଣମାନଙ୍କୁ। ତେଣୁ ଯେଉଁମାନେ ଆପଣମାନେ ଦର୍ଶକ, ଆପଣମାନେ ବୁଝନ୍ତୁ ଏବଂ ଅନୁଧ୍ୟାନ କରନ୍ତୁ ଠିକ କୋଉଟା ଭୁଲ କୋଉଟା। ସାଇନ୍ସ ଡିସ୍କସନ୍ କରୁଛୁ, ଫିଜିକ୍ସ ବହିରୁ ଆଲୋଚନା କରୁଛୁ, ପାଠରୁ ଆଲୋଚନା କରୁଛୁ, ପ୍ରମାଣ ସହକାରେ। ତେଣୁ ଯେହେତୁ ଆମେ ସନାତନୀ, ଆମେ ପ୍ରତ୍ୟେକ କଣିକାର ପ୍ରଭାବ ଆମ ଉପରେ ଆମେ ଜାଣିଛୁ। ତେଣୁ ଆମେ ପ୍ରକୃତିକୁ ପୂଜା କରୁଛୁ। ଗ୍ରହ ନକ୍ଷତ୍ର, ବୃକ୍ଷଲତା, ପଶୁ ପକ୍ଷୀ ସମସ୍ତଙ୍କୁ ଆମେ ସମ୍ମାନ ଦେଉଛୁ, ସମସ୍ତଙ୍କୁ ପୂଜା କରୁଛୁ, ସମସ୍ତଙ୍କୁ ବଞ୍ଚିବାର ଅଧିକାର ଦେଇଛୁ ଏବଂ ମାନୁଛୁ ମଧ୍ୟ। ତେଣୁ ଯେଉଁମାନେ ସେ ଧାରାରେ ଚାଲିପାରୁନାହାନ୍ତି ଚେଷ୍ଟା କରନ୍ତୁ ତାକୁ ବୁଝିବା ପାଇଁ। ସାରା ପ୍ରକୃତି ରହିଲେ ଆମେ ରହିବା। ଗୋଟେ ଉଦାହରଣ କହୁଛି, ଚାଇନାରେ ଗୌରାୟା ପକ୍ଷୀ ଯୋଉ ଆମର କହନ୍ତି ଗୁଣ୍ଡୁର ପକ୍ଷୀ ଯୋଉଟା, ତାକୁ ହିଷ୍ଟ୍ରି ଖେଳେଇବେ ବାହାରିବ କୋଉ ମସିହା ସେଟା ମୋର ୟାଦ ଆସୁନି। ସେ ଗୋଡେଇକି ସବୁ ମାରି ପକେଇଲେ। ସେ ପକ୍ଷୀ ଯେତେବେଳେ ମାରି ପକେଇଲେ କ'ଣ ହେଲା ନା, ଯୋଉ ଖାଦ୍ୟ ସ୍ତର, ବିଭିନ୍ନ ଖାଦ୍ୟ ସ୍ତର, ଇଏ ଜୀବ ଆ ଉପରେ ନିର୍ଭର କରୁଛି ଖାଦ୍ୟ ପାଇଁ, ସେ ଜୀବ ଆ ଉପରେ ନିର୍ଭର କରୁଛି, ଏ ଯୋଉ ଲିଙ୍କଟା ଅଛି ସେଇଟା ଡିଷ୍ଟର୍ବ ହେଇଗଲା। ତେଣୁ ଯେତେବେଳେ ସିଏ ଚଢେଇ କ୍ଷେତରୁ କିଛି ଖାଇଯାଉଥିଲା ତାକୁ ମାରି ପକେଇଲେ, ସେଟା ଏଭଳି ପରିବର୍ତ୍ତନ ଆଣିଲା ଆମର ଯୋଉ ଫୁଡ ଚେନ୍ ଅଛି ତାପରେ ଏଭଳି ପ୍ରଭାବ ପଡିଲା, ସରାଉଣ୍ଡିଂ ଇଫେକ୍ଟ ପଡିଲା, ପ୍ରକୃତିର ପ୍ରଭାବ ପଡିଲା, ଆସିଗଲା ମହାଦୁର୍ଭିକ୍ଷ। ଲୋକଙ୍କ ପାଖରେ ଗଦା ଗଦା ପଇସା ଥିବ, ହଁ ବେଗରେ ବେଗ ନେଖା ପଇସା ନେଇ ପାଉରୁଟି ଗୋଟେ ନେଖା, ଏଭଳିଆ ଅବସ୍ଥା ଚାଇନା ଭୋଗିଛି। ଆଉ ଗୋଟେ ପ୍ରେଡିକ୍ସନ ମୁଁ କହୁଛି, ମୁଁ କୌଣସି ବିଶେଷଜ୍ଞ ନୁହଁ କି ଗୋଟେ ଆଷ୍ଟ୍ରୋଲୋଜି ଉପରେ ମୁଁ ପ୍ରେଡିକ୍ଟ କରୁନି, କିନ୍ତୁ ଗୋଟେ ପ୍ରଭାବ ଉପରେ ମୁଁ ଜ୍ଞାନଟା ଦଉଛି। ଅନ୍ଧା ଦୁନିଆରେ ଯୋଉ ଜୀବ ପାଇଲେ ସେ ଜୀବକୁ ଖାଇଗଲେ ତାର ପ୍ରଭାବ ପଡିବନି ଶରୀର ଉପରେ, ସେ ଡାଇରେକ୍ଟ ପ୍ରଭାବ ପଡିବ। ପ୍ଲସ୍ ଯୋଉ ସରାଉଣ୍ଡିଂ ଇଫେକ୍ଟ କ୍ରିଏଟ୍ ହଉଛି ମ୍ୟାକ୍ସିମମ୍ ସେଇ କଣ୍ଟ୍ରିରୁ କ୍ରିଏଟ୍ ହଉଛି ଏବଂ ସେଇ କଣ୍ଟ୍ରିରୁ ବଡ ରୋଗ ବାହାରିବ, ସେଇ କଣ୍ଟ୍ରିରୁ ଆଗ ଦୋଷ ଆରମ୍ଭ। ଯୋଉ ମହାପରିବର୍ତ୍ତନ ଆସିବ ଏଇସବୁ କାରଣ ଲାଗି ଆସିବ। ମହାପ୍ରଳୟ ଯଦି ସୃଷ୍ଟି ହବ ଏଇସବୁ କାରଣ ଲାଗି ସୃଷ୍ଟି ହବ। କାହିଁକି ହେଲା ନା ଲାଳସା, ଜ୍ଞାନ ଅଭାବ। ଆମେ ଯଦି ଆମ ଧର୍ମରେ ଅଛି ବାବୁ ସାପଟା ତା ବାଟରେ ଚାଲି ଯାଉଛି, ଆମେ ତାକୁ କାହିଁ ମାରିବା? ତେଣୁ ଆମେ ତାକୁ ସମ୍ମାନ ଦଉଛେ, ତା ଭାଇ ତା ଜୀବନ ନେଇକି ସେ ବଞ୍ଚୁଛି। ମୋ ଜୀବନଟା ଯେମିତି ମତେ ମୂଲ୍ୟବାନ, ତା ଜୀବନଟା ତାକୁ ମୂଲ୍ୟବାନ। ସେ ମୋର କିଛି କ୍ଷତି କରିନି। ସାପକୁ ଯେପର୍ଯ୍ୟନ୍ତ ଆପଣ କ୍ଷତି ପହଞ୍ଚେଇ ନାହାନ୍ତି ସେ ମାରିବନି। ତ ସିଏ ବି ଗୋଟେ ନୀତି ନିୟମର ଅଛନ୍ତି ନା, ମୋର କ୍ଷତି ନାହିଁ ମୁଁ କାହିଁ ମାରିବି? ଏକ୍ଜାକ୍ଟଲି ପ୍ରତ୍ୟେକ ଜୀବ ପ୍ରକୃତିର ନିୟମରେ ବନ୍ଧା ହେଇଛନ୍ତି। ତେଣୁ ଆମେ ଶୁଖିଲାଟାରେ ଗୋଟେ ଆମେ ସେଆ ଖାଇବା ପାଇଁ ଜନ୍ମ ହେଇନୁ। ଆମ ପାଇଁ ପ୍ରକୃତି ବହୁତ ପ୍ରକାର ଖାଦ୍ୟ ରଖିଛି, କିନ୍ତୁ ଆମେ ସମସ୍ତଙ୍କୁ ମାରି ଖାଇଯାଉଛୁ। ସାପ ଖାଇଲୁ, ବେଙ୍ଗ ଖାଇଲୁ, କୁକୁଡ଼ା ଖାଇଲୁ, କୁକୁଡ଼ା ଛୁଆ ଖାଇଲୁ, କୁକୁଡ଼ା ଅଣ୍ଡା ଖାଇଲୁ, ଯାହା ପାରିଲୁ ତାହା ଗେଳି ପକଉଛୁ।
ତାଙ୍କ ବଂଶଧ୍ୱଂସ କରି ପକଉଛୁ। ଏଭଳି ଖାଦକ ହେଇଗଲାଣି, ଲକ୍ଷ ଲକ୍ଷ କୋଟି କୋଟି ଲୋକ ଖାଦକ ରହିଗଲେଣି, ଖାଇକି ଧୂଆଁ କରି ପକଉଛୁ। ଫୁଡ୍ ଚେନ୍ ଡିଷ୍ଟର୍ବ ହଉଛି ନା ନାଇଁ ଭାଇ? ଆଜ୍ଞା, ମୁଁ ଛତୁବାଦୀ ନଲେଜ କଥା କହୁନି, ବିଜ୍ଞାନ। ଆପଣ ବି ବିଜ୍ଞାନୀ, ମୁଁ ବି ବିଜ୍ଞାନୀ। ବୁଝନ୍ତୁ, ଫୁଡ୍ ଚେନ୍ ଡିଷ୍ଟର୍ବ ହଉଛି ନା ନାଇଁ? ଯଦି ଫୁଡ୍ ଚେନ୍ ଡିଷ୍ଟର୍ବ ହଉଛି ତାହେଲେ ଇକୋଲୋଜିକାଲ ଇମ୍ବାଲାନ୍ସ ହଉଛି ନା ନାଇଁ? ଯଦି ଇକୋଲୋଜିକାଲ ଇମ୍ବାଲାନ୍ସ ହଉଛି ତାହେଲେ ଏ ଯୋଉ କ୍ଲାଇମେଟିକ ଚେଞ୍ଜ ଆସୁଛି ତା ଉପରେ ବି ପ୍ରଭାବ ପଡୁଛି ନା ନାଇଁ? ତାହେଲେ ଯୋଉ ଆବାୟୋଟିକ ଫ୍ୟାକ୍ଟର ଅଛି, ଯୋଉଗୁଡା ନିର୍ଜୀବ ବସ୍ତୁ, ତା ଉପରେ ମଧ୍ୟ ପ୍ରଭାବ ଆସୁଛି। ବାୟୋଟିକ ଆବାୟୋଟିକ ଉଭୟରେ ପ୍ରଭାବ ଆସୁଛି। ତେଣୁ ଜୀବାଣୁ, ଭୂତାଣୁ, ବୀଜାଣୁ, ଯେତେ ପ୍ରକାର ଅଣୁ କଥା ଆପଣ ପଢିଥିଲେ, ସେ ଅଣୁ ପରମାଣୁ କଥା ଏବେ ଚାଲିଛି। ତାଙ୍କର ପ୍ରଭାବ ଆସିବ, ଆସିଲା ନା ନାଇଁ? ଭାଇରସ ଗୋଟେ ଆସିଲା, ଭୂତାଣୁ ତାକୁ ଓଡିଆରେ କୁହନ୍ତି, 2019 ମସିହା। ଏବେ ଆହୁରି ଅଣୁ ଆସିବେ, ସେମିତି ଭୂତାଣୁ, ବିଷାଣୁ, ବୀଜାଣୁ ଆସିବେ। ସଫା କରି କରି ଯିବେ, ସଫା କରି। କାହିଁକି ନା ଆମେ ସଫା କରୁଛୁ। ଟୁ ଏଭରି ଆକ୍ସନ ଦ୍ୟାର ଇଜ ଇକ୍ୱାଲ ଆଣ୍ଡ ଅପୋଜିଟ ରିଆକ୍ସନ। ସତ୍ୟ ସତ୍ୟ ସତ୍ୟ, ପୃଥିବୀର ନିୟମ। କର୍ମ ଫଳ, ପ୍ରତି କର୍ମର ଗୋଟେ ଲେଖା ଫଳ ଅଛି। ଯୋଉ ପ୍ରକାର କର୍ମ କରୁଛନ୍ତି ସେ ସତ୍ୟ ନା ବୁଝି ହଉନି? ହଁ, କର୍ମ ଫଳ ଏମିତି ଗୋଟେ କୋଉଠି ଅଛି? ପ୍ରକୃତିରେ ଯାଆନ୍ତୁ, ବୁଝିବେ। ଗୋଟେ ପାହାଡ ପାଖରେ ଠିଆ ହେଇଯାଆନ୍ତୁ, ତାକୁ କହିବେ ତୁ ଗଧ। ସେଠୁ କଣ ଇକୋଟା ଯୋଉ ଆସୁଛି ପ୍ରତିଧ୍ୱନି, ସେଇଟା କଣ କହୁଛି ତୁ ଭଲ? ଯାହା ଫୋପାଡ଼ିଥିଲେ ସେଇଟା ରିଟର୍ନ ଆସିବ, ତୁ ଗଧ, ତୁ ଗଧ, ତୁ ଗଧ। ତୁ ଥରେ କହିଛୁ, ସେ 5 ଥର କହିବ। ସତ୍ୟ ନା ମିଥ୍ୟା? ତେଣୁ ଆମେ ହେଲୁ ପ୍ରକୃତିର ପୂଜକ। ପ୍ରକୃତିର ସବୁ ନିୟମ ଏବଂ ସବୁ ଜିନିଷକୁ ବୁଝିକି ଯଦି ଆମେ ଚଳିବା, ତାହେଲେ ପ୍ରକୃତି ସୁନ୍ଦର କରି ରଖିବା, ତାହେଲେ ବିଶ୍ୱ ସୁନ୍ଦର ରହିବ। ଆମେ ସମସ୍ତେ ଭଲରେ ରହିପାରିବା। ଏଇ କଥାଟି ଯୋଉ ଆଜି ଉପସ୍ଥାପନ ମୁଁ କଲି, ଗ୍ରହଣ ଆଉ ଥରେ କେତେବେଳେ ସାହିତ୍ୟିକ ଭାଷାରେ ମଧ୍ୟ ଏଇଟା ବୁଝେଇବି। ଗ୍ରହଣ ଅର୍ଥ କଣ? ଆପଣ ଗୋଟେ ଜିନିଷ ଗ୍ରହଣ କଲେ, ପାଣି ଗ୍ରହଣ କଲେ, ଭିକ୍ଷା ଗ୍ରହଣ କଲେ, ଦାନ ଗ୍ରହଣ କଲେ, ସେଠି ଗୋଟେ ଶବ୍ଦ ଅଛି, ସେଇଟା ଆପଣ ଆଷ୍ଟ୍ରୋ ସାଇନ୍ସରେ ବୁଝିବେ। ସେତେବେଳେ କଣ ଗ୍ରହଣ କରିବେ, କଣ ଗ୍ରହଣ କରିବେ, କିଏ କାହାକୁ କଣ ଗ୍ରହଣ କରିବ, ଚନ୍ଦ୍ର କଣ କଣ ଗ୍ରହଣ କଲା, ପୃଥିବୀ କଣ ଗ୍ରହଣ କଲା, ଗ୍ରହଣ କାହିଁ ଲେଖା ଯାଇଛି, ଆଉ ଟିକେ ସାହିତ୍ୟିକ ଜିନିଷକୁ ଗଲେ ଆଉ ଟିକେ ବୁଝା ପଡିବ। ତେଣୁ ଏସବୁ ବିଶେଷ ଜ୍ଞାନ ଅଛି। ତେଣୁ ଆମେ ସେସବୁ ବିଶେଷ ଆଲୋଚନା କରିବାନି। ଆମେ ମୋଟେ ଏତିକି ବୁଝିଲେ ଯେ ଏ ପ୍ରକୃତିରେ ପରିବର୍ତ୍ତନ ଯେତେବେଳେ ଆସୁଛି, ଆମ ଭାବଧାରାରେ ପରିବର୍ତ୍ତନ ଆସୁଛି, ଆମ ପରିପାର୍ଶ୍ୱରେ ପରିବର୍ତ୍ତନ ଆସୁଛି, ତେଣୁ ଆମ ଉପରେ ମଧ୍ୟ ପ୍ରଭାବ ଅଛି। ଶୀତ ଦିନ ଆସିଲା ଆମକୁ ଶୀତ ଲାଗିବ, ଖରା ଦିନ ଆସିଲା ଆମକୁ ଜୋରରେ ଗରମ ଲାଗିବ, ଝାଳ ବୋହିବ। ପ୍ରକୃତିରେ ପରିବର୍ତ୍ତନ ଆସୁଛି ନା। ତେଣୁ ଆମକୁ ଈଶ୍ୱର ଉପରେ ମଧ୍ୟ ପରିବର୍ତ୍ତନ ଅଛି, ଆମ ମନ ଉପରେ ପରିବର୍ତ୍ତନ ଅଛି, ମନ ଉପରେ ପ୍ରଭାବ ଅଛି, ହେଲା। ତେଣୁ ଜୀବ ଉପରେ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ। ଯେହେତୁ ଆମର ରେସ୍ପନ୍ସ ଅଛି, ଆମେ ପ୍ରତି ଫିଲ୍ଡକୁ ମଧ୍ୟ ଆକ୍ସେପ୍ଟ କରିପାରୁଛୁ। ତେଣୁ ନିଶ୍ଚୟ ଭାବରେ ପ୍ରଭାବ ଅଛି, ତାକୁ ବୁଝନ୍ତୁ। ସିମ୍ପଲି ନ ବୁଝିକି ଗ୍ରହଣ କରିବା। ଯେମିତି କୁହନ୍ତିନି, ବୁଝୁ ନ ବୁଝୁ ପଢ ଗୀତା, ଯେମିତି ଗୋଟେ ଅଛି, ସେମିତି ବୁଝା ପଡୁ ନ ପଡୁ ସେମିତିଆ ମଣିଷ ତିଆରି ହେଇଥିଲେ ଆମ ପୂର୍ବ ପୁରୁଷ। ସେ କହିଯାଇଥିଲେ, ଏବେ ସାଇନ୍ସରେ ସବୁ ପ୍ରମାଣ ବିକଶିତ ହେଇଯାଇଛି। ଆମେ ସିମ୍ପଲି ଗ୍ରହଣ କରିଦବା, ଭାଇ ଏତେ ଟେନସନ କାହିଁ? ତେଣୁ ଆମେ ଯେତେବେଳେ ସ୍ପେସରେ ଅଛୁ, ସ୍ପେସ୍ ସାଥିରେ କମ୍ୟୁନିକେସନରେ ଅଛୁ, ଆଷ୍ଟ୍ରାଲ କମ୍ୟୁନିକେସନରେ ଅଛୁ, ଏବଂ ଆମେ ଯେତେବେଳେ କମ୍ୟୁନିକେଟ କରୁଛୁ, ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ସାଥିରେ କମ୍ୟୁନିକେସନ କରୁଛୁ, ଭଏସ କମ୍ୟୁନିକେସନ କରୁଛୁ, ଯୋଉଟାକୁ ଇଂଲିଶରେ ଲଙ୍ଗିଚୁଡିନାଲ ୱେଭ କମ୍ୟୁନିକେସନ କୁହାଯାଏ। ଏଇଟା ଏ ଯୋଉ ୱାର୍ଡଟା କହିଲି ସାଧୁ ସନ୍ଥ ବୁଝିପାରିବେ କି ନ ପାରିବେ, ଆମର ବିଜ୍ଞାନୀ ଭାଇ ମାନଙ୍କ ପାଇଁ ଲଙ୍ଗିଚୁଡିନାଲ ୱେଭ କମ୍ୟୁନିକେସନ
ଭଏସ୍ କମ୍ୟୁନିକେସନ୍। ଆଷ୍ଟ୍ରାଲ୍ କମ୍ୟୁନିକେସନ୍ ଭିତରେ ଆପଣଙ୍କର ଟେମ୍ପରେଚର ଇଫେକ୍ଟ ବଡି ରିସିଭ୍ କରୁଛି, ଅନ୍ୟାନ୍ୟ ସବୁ ଆସୁଛି ଯେଉଁ ୱେଭ୍ସ, କସ୍ମିକ୍ ୱେଭ୍ଠୁ ଆରମ୍ଭ କରିକି ଆପଣଙ୍କର ସର୍ଟ ୱେଭ୍ ପର୍ଯ୍ୟନ୍ତ ବହୁତ ବଡ଼ ରେଞ୍ଜ ଇଲେକ୍ଟ୍ରୋମାଗ୍ନେଟିକ୍ କମ୍ୟୁନିକେସନ୍ ମଧ୍ୟ ପଡ଼ୁଛନ୍ତି। ଇଲେକ୍ଟ୍ରୋମାଗ୍ନେଟିକ୍ କମ୍ୟୁନିକେସନ୍ର ଅଛେ ଆମେ ସ୍ପେସ୍ରେ, ଆଷ୍ଟ୍ରାଲ୍ କମ୍ୟୁନିକେସନ୍ କସ୍ମିକ୍ କମ୍ୟୁନିକେସନ୍ର ଅଛେ। ତେଣୁ ସବୁ କମ୍ୟୁନିକେସନ୍କୁ ନେଇକି ଆମ ଜୀବନ ଚାଲୁଛି ଆଉ ଆମେ ବଞ୍ଚୁଛେ। ଫୋର୍ସକୁ ନନ୍ କଣ୍ଟାକ୍ଟ ଫୋର୍ସକୁ ନାଁ ଦିଆହେଇଛି ଇଣ୍ଟରାକ୍ସନ୍। ଇଣ୍ଟରାକ୍ସନ୍ ମାନେ କ'ଣ? ଜଣେ ଅନ୍ୟ ଜଣଙ୍କ ଭିତରେ କିଛି ଆକ୍ସନ୍ କ୍ରିଏଟ୍ ହେଉଛି, ସେଇଟାକୁ ଇଣ୍ଟରାକ୍ସନ୍ କରୁ ଇଂଲିଶରେ। ତେଣୁ ଯେତେବେଳେ ଏଠି ସ୍ପେସ୍ ଆଉ ଆମ ଭିତରେ ଗୋଟେ ଆକ୍ସନ୍ କ୍ରିଏଟ୍ ହେଉଛି, ନିଶ୍ଚିତ ଭାବରେ ପ୍ରଭାବ ଅଛି। ଫୋର୍ସ ପଡ଼ୁଛି ମାନେ ପ୍ରେସର କ୍ରିଏଟ୍ ହେବ। ଫୋର୍ସ ପଡ଼ୁଛି ମାନେ ଇଲେକ୍ଟ୍ରିକ୍ ଫିଲ୍ଡ, ମ୍ୟାଗ୍ନେଟିକ୍ ଫିଲ୍ଡ, ଗ୍ରାଭିଟେସନ୍ ଫିଲ୍ଡ, କୋଉଠି ନା କୋଉଠି କିଛି ଚେଞ୍ଜେସ୍ ଆସିବ। କମ୍ୟୁନିକେସନ୍ର ଅଛି, କମ୍ୟୁନିକେସନ୍ ବି ଚେଞ୍ଜ ହେଲା। ଯେହେତୁ ପରିପାର୍ଶ୍ୱରେ ଗୋଟେ ଚେଞ୍ଜ ଆସିଲା, ସେ ଚେଞ୍ଜଟା ବିଷୟ। ଆପଣ ମାଟି ଉପରେ ଠିଆ ହେଇଛନ୍ତି, ଆପଣ ଗୋଡ଼ ତଳୁ ମାଟିଟା ଖସିଗଲା, ଆପଣ ପଡ଼ିବେନି? ନ ମାଟିଟା ଖସିଗଲା, ଆମେ କାଇଁ ପଡ଼ିବୁ? ମାଟିଟାରେ ଆମର କ'ଣ ଅଛି? ଆଉ ସେ ଗ୍ରହ ନକ୍ଷତ୍ରରେ କ'ଣ ଚେଞ୍ଜ ହେଇଗଲା, ଆମର କ'ଣ ଅଛି? ଆମେ ମଟନ୍ ଖାଇବୁ, ଆମେ ବିରିୟାନୀ ଖାଇବୁ, ଆମେ ପାଣି ପିଇବୁନା, ତମେ ଅଗିବାନ୍ତିବ, ଆମର କ'ଣ ଅସୁବିଧା ଅଛି? Better to give accurate knowledge, better to educate people rather provide superstitions, rather provide wrong knowledge. ପୁଳାଏ ଅପଭ୍ରଂଶ ଜ୍ଞାନ ଦେଇକି ଆମେ କେବଳ ଚିତ୍ର ଦେଖିଦେଇକି ବସ୍ତୁ ବୋଲି ଭାବି ଦେଇକି କିଛି ଜ୍ଞାନ ପ୍ରସାର କରିଦେବା। ବାବା ସବୁ ବୁଝ, ପ୍ରଭାବ ବିଷୟରେ ବି ବୁଝ ନା, ସେଇଟା ବି ବିଜ୍ଞାନରେ ଲେଖା ହେଇଛି। ଖାଲି ଧର୍ମ ବିଷୟରେ ଇଙ୍ଗିତ କରିଦେଲେ କେମିତି ହେଇଯିବ? ମନ୍ଦିର ପୂଜା ବନ୍ଦ କରିଦଉଛନ୍ତି, ଖାଇବା ବନ୍ଦ କରିଦଉଛନ୍ତି, କ'ଣ ପ୍ରଭାବ ପଡ଼ିଯାଉଛି? ମୁଁ ଶୁଣିଛି ଜଣେ ମହାନ ବ୍ୟକ୍ତି, ବହୁତ ଜ୍ଞାନୀ, କହିଲେ ମୁଁ ଏମିତି କେତେ ବର୍ଷ ହେଲା ଖାଇଲାଣି, ଖାଆନ୍ତୁ, କ'ଣ ଅସୁବିଧା? ଟେମ୍ପରେଚର ବଢିଗଲେ ଷ୍ଟ୍ରୋକ୍ ହଉଛି। କାହିଁକି ଷ୍ଟ୍ରୋକ୍ କାହିଁ ହେଲା? ଖରାରେ ତ ବୁଲୁଥିଲା, ସନଷ୍ଟ୍ରୋକ୍ କାହିଁକି ହେଲା? ପୁରା ଥଣ୍ଡାରେ ବୁଲିଲେ ନିମୋନିଆ କାହିଁକି ହେଇଗଲା? ଏବେ ହେଇନି, ଖାତିର ମାରି କହୁଛନ୍ତି। ଯେତେବେଳେ ହବ ପଁ 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 ପେଁ ପେଁ ପୁଁ ପୁଁ, ସେତେବେଳେ ବି ଜ୍ଞାନ ମନେ ପଡିବ। ଆମେ ଜ୍ଞାନୀ ଥିଲୁ, ଲୋକଙ୍କୁ ବାବୁଲେଇ ଦଉଥିଲୁ। ହାତ ଯୋଡ଼ିକି ଅନୁରୋଧ କରୁଛି ଭାଇ, ସନାତନୀ କାହାର ଶତ୍ରୁ ନୁହନ୍ତି। ଏ ପ୍ରକୃତିର ମିତ୍ର, ଏ ପ୍ରକୃତି ଆମର ମିତ୍ର, ଆପଣ ଆମର ମିତ୍ର। ଆମେ କାହାକୁ ଡାଇଭର୍ଟେଡ୍ କରିବା ପାଇଁ ଆସିବା। ଆମେ ସମସ୍ତଙ୍କର ମଙ୍ଗଳ ଚାହୁଁ, ସମସ୍ତଙ୍କର ମଙ୍ଗଳ କାମନା କରୁଛୁ। ଆପଣ ମଙ୍ଗଳରେ ରୁହନ୍ତୁ, ଆପଣଙ୍କ ଶରୀର କୁଶଳ ରହୁ, ଆପଣଙ୍କ ପରିବାର କୁଶଳ ରହୁ, ଆପଣଙ୍କ ଦେହ ପା ଭଲ ରହୁ, ଆପଣଙ୍କ ମାନସିକ ସ୍ଥିତି ଭଲ ରହୁ, ଆପଣ ବହୁତ ଭଲରେ ରୁହନ୍ତୁ। ଆମକୁ ଦେଖିଲେ କମ୍ ସେ କମ୍ କୁହନ୍ତୁ ଶ୍ରଦ୍ଧାରେ, ଯାହା ହଉ ମୋ ଭାଇ କିଛି ଧର୍ମ ଜ୍ଞାନ ଦେଲା, କିଛି ବିଜ୍ଞାନ ଜ୍ଞାନ ଦେଲା, ଯୋଉଟା ମତେ ଭଲ ଲାଗିଲା, ସେ ଶ୍ରଦ୍ଧା ଟିକେ ଦିଅ। ମତେ ଆପଣଙ୍କ ଆଶୀର୍ବାଦ ଦରକାର, ମତେ ଆପଣଙ୍କ ଅଭିଶାପ ଦରକାର ନାହିଁ, କି ଗାଳି ଗଲଜ ଦରକାର ନାହିଁ। ମତେ ଆପଣଙ୍କର ମିଠା କଥା ଟିକେ ଆବଶ୍ୟକ। ମୁଁ ଛତୁ ଜ୍ଞାନ ସ୍ପ୍ରେଡ୍ କରୁଛି। ଆପଣମାନେ ବହି ଦେଖନ୍ତୁ, ମୁଁ ଯାହା ଯାହା ଗପିଲି ସେ ସବୁର ପ୍ରମାଣ ଅଛି। ଜୟ ଜଗନ୍ନାଥ, ଜୟ ସନାତନ।